ତ ଏଇଟା ହେଲା କାକୁଡ଼ି ଆଉ ପଣସ। ଖାଇଲା ବେଳେ ବହୁତ ସାରା ଲୋକମାନଙ୍କର ନିୟମ ଥାଏ ମାଇଣ୍ଡରେ, ଏତିକି କ୍ୟାଲୋରି, ଏତିକି ସୁଗାର, ଏତିକି ପ୍ରୋଟିନ୍, ଆଉ କ'ଣ फाइबर କ୍ରିଏଟିନ୍, ନାଇଁ କୋଲାଜେନ୍, ମାନେ ବହୁତ ସାରା। ତ ଭାଇ ଆମର ଏସବୁ ଜାଣିବା କ'ଣ ଦରକାର? ଆମେ ଲାଇଫରେ ଯିବା ଶିଖିବା, ଏଇସବୁ ଜିନିଷ ଆମର ଆବଶ୍ୟକତା ନାହିଁ। ଆମେ ଯଦି ବଡ଼ିକୁ ଠିକ୍ ଖାଦ୍ୟ ଦେବା, ବଡ଼ିର ରେସ୍ପନ୍ସିବିଲିଟି ଯଦି ଭଲ ଥିବ, ତ ଅଟୋମେଟିକ୍ ଏସବୁ ଜିନିଷ ହଜମ ହେବ, ସବୁ ବାହାରିଯିବ, ଦେହ ବି ରେଡ଼ି ରହିବ। କିଛି ଏସବୁ ମାଇଣ୍ଡରେ ବାହାରି ନାହିଁ ଆମର। ଆପଣମାନେ ରିଏଲାଇଜ୍ କରନ୍ତୁ, ଭାବନ୍ତୁ ଥରେ। ତ ଆଗରୁ ଲୋକମାନେ ସବୁ ଏତେ ପାଠ ନ ପଢ଼ିକି ବି ପ୍ରୋଟିନ୍ କ'ଣ କାର୍ବୋହାଇଡ୍ରେଟ୍ ଏତେ ସବୁ ଜିନିଷ ସେ ଜାଣିନଥିଲେ, ଫିର୍ ବି ସୁସ୍ଥ ଥିଲେ। କ'ଣ ପାଇଁ? ଜୀବନ ସହିତ ଜିଉଁଥିଲେ। ଆମେ ଏବେ ଜୀବନକୁ କାଟୁଛନ୍ତି। ଭାରି ଯାହା ବି କ'ଣ ଗୋଟେ କଲେ ଖାଲି ଭାବୁଛନ୍ତି ଏଇଟା କ'ଣ, ଏଥିରେ କ'ଣ ଅଛି, ଏଥିରେ କେତେ କ୍ୟାଲୋରି, ଚାଲିବି 10 ଷ୍ଟେପ୍ ଚାଲିବି, ଦୌଡ଼ିବି, ମୋତେ ଏଇଟା 10 ଷ୍ଟେପ୍ ଚାଲିଲେ ମୋର ଏଇଟା ହଜମ ହେଇଯିବ। ଆରେ ଭାଇ ନାହିଁ, ମିସ୍କନସେପସନ୍ ଯାଆନ୍ତୁନି। ପୁରା ଦେଶୀ ଭଳିଆ ରୁହନ୍ତୁ, ପୂର୍ବ ଭଳିଆ ରୁହନ୍ତୁ, ରିଲାକ୍ସ ରୁହନ୍ତୁ। ମାପା ମାପି କିଛି ନାହିଁ, ଖାଲି ଖାଇବା, ସୁନ୍ଦର ସୁନ୍ଦର ଜିନିଷ ଖାଇବା, ଲାଇଫକୁ ଏନ୍ଜୟ କରିବା। ଥ୍ୟାଙ୍କ ୟୁ ୟୁନିଭର୍ସ।